ଟାଡା! ଏଇ ସିନେମା ଟିକେଟ ଦିଟା କାଟି ଦେଇଛି ଆଉ 4ଟା ବେଳେ ତ ଶୋ ଅଛି ଆମେ ସାଥି ହେଇକି ଯିବା ଫିଲ୍ମ ଦେଖି ଏଇ ଫିଲ୍ମ ଦେଖି ଦେଖ ମୁଁ ତମକୁ କିଛି ପଠେଇଛି। ଆରେ ଆରେ କଣ ପଠେଇଛ? ଆରେ ତମ ଫୋନ ଚେକ୍ କର, ମୁଁ ତମକୁ ଆଇ ଲଭ୍ ୟୁ ଲେଖିକି ପଠେଇଛି। କାଇଁ ହ୍ୱାଟ୍ସଆପରେ ତ କାଇଁ ପଠେଇନ? ଆରେ ହ୍ୱାଟ୍ସଆପ ରେ ନୁହଁ, ଆରେ ଇନଷ୍ଟାଗ୍ରାମ କାଇଁ ତ ଆସିନି କି ଫେସବୁକ ରେ ଆସିନି? ଆରେ କୋଉଥିରେ ପଠେଇଛ? ଆରେ ତମକୁ ହ୍ୱାଟ୍ସଆପ ରେ ପଠେଇନି କି ଇନଷ୍ଟାରେ ପଠେଇନି କି ଫେସବୁକ ରେ ପଠେଇନି, ତମକୁ ନା ଫୋନ ପେ ରେ ପଠେଇଛି। କଣ କହିଲ? ଫୋନ ପେ ରେ? ରହ ଦେଖୁଛି। ଆରେ ତମେ ଫୋନ ପେ ତ 143 ଟଙ୍କା ପଠେଇଛ। ଆରେ ଉଲ୍ଲା, ତମର ଏତିକି ବୁଦ୍ଧି ନାହିଁ? 143 ମାନେ 143, 1 ମାନେ ଆଇ, 4 ମାନେ ଲଭ, 3 ମାନେ ୟୁ, ମାନେ ଆଇ ଲଭ୍ ୟୁ। ଆରେ ଏମିତିଆ କଥା? ହଁ ଏମିତିଆ କଥା। ହେଲେ ତମେ ତ ମତେ ଏପର୍ଯ୍ୟନ୍ତ ରିପ୍ଲାଏ ଦେଇନ। ତମେ ମତେ ଆଗ ଭଳି ଆଉ ଭଲ ପାଉନ। କିଏ କହିଲା ମୁଁ ତମକୁ ଭଲ ପାଉନି ବୋଲି? ଆରେ ମୁଁ ନା ଆଗରୁ ଯେମିତି ଭଲ ପାଉଥିଲି ଏବେ ତ ତମକୁ ସେମିତି ଭଲ ପାଉଛି। ତମେ ଏମିତିଆ କଥା କେମିତି କହିପାରୁଛ କହିଲ? ଶୁଣିକି ନା ମତେ ଭାରି ଦୁଃଖ ଲାଗୁଛି। ମୁଁ କହୁଛି ତ ଆଇ ଲଭ୍ ୟୁ ଟୁ, ମାନେ 143 ହେଲା ତ। ଏମିତି ନୁହଁ। ଆଉ କେମିତି? ଆରେ ମୁଁ ତମକୁ ଯେମିତି ଫୋନ ପେ ରେ ପଠେଇଛି ତମେ ସେମିତି ଫୋନ ପେ ରେ ପଠାଅ। ଏଇ କଥା ତ। ହଉ ଠିକ ଅଛି, ସାଙ୍ଗେ ସାଙ୍ଗେ ଫୋନ ପେ ରେ ପଠେଇ ଦଉଛି, ବ୍ୟସ୍ତ ନାହିଁ। କୁଆଡେ ଗଲା ଫୋନ ପେ ଟା? ଏଇଠି ବାହାରିଲା। 1432। 1432 ଟଙ୍କା? ନା ମୁଁ ଜମା ପଠେଇ ପାରିବିନି, ଏତେ ଟଙ୍କା ମୁଁ ପଠେଇ ପାରିବିନି ବାବା। ତାହେଲେ ତମେ ଆଉ ମତେ ଆଗ ଭଳି ଭଲ ପାଉନ। ମୁଁ ନା ଆଗରୁ ତମକୁ ଯେମିତି ଭଲ ପାଉଥିଲି ସେମିତି ଏବେ ବି ଭଲ ପାଉଛି। ହଉ ଠିକ ଅଛି, ଭଲ ପାଇବାର କଥା ତ ଆସିଲାଣି, ପଠେଇ ଦଉଛି। ଏଠି ପଠେଇ ଦେଇଛି। Yes, thank you.